देखो गोटे कथा हो महात्मा गांधी गोटे महात्मा गांधी कि सन्त विनोबा कि सरदार वल्लभ भाई पटेल गंगाधर तिलक ओडिशार गोपबंधु मधुसूदन हिमानी ओडिशार पश्चिमांचल बिरसा मुंडा लक्ष्मण मुंडा सुरेंद्र नायक समस्ते वर्ष वर्ष संग्राम कर महात्मा गांधी लोक सचेतनता आमको विभिन्न प्रकार आम धर्मर कथा कहूँ भागवत कहूँ भागवत कहे जहाँ कहे जहाँ कहले भी ये तीन चार पॉइंट ता निश्चय टीवी माध्यम हम आमर गोटे ऑल इंडिया गोटे इंटरनेशनल गोटे स्टेट लेवल कार्यक्रम आश्रम आउ गोटे पूरा ऑल ओडिशा लेवल से आपण मैंने देखु आम प्रत्येक राज्यर परिवेश विभाग को आम चिठी दो सबू राज्यर परिवेश विभाग आम कथा ग्रहण कर सेंटर को दो से भी चिठी एकमात्र ओडिशा निरंतर चिठी बोधे मुख्यमंत्री आम अनुसंधान करूँ मुख्यमंत्री प्राइवेट सेक्रेटरी पाखे आम चिठी पहुँचवा तेणु सी पढ़ती नहीं ना उत्तर यहीटा हूँ दुखर आम सरकार को किसी समालोचना करूँ आ सरकार आम गोटे कथा जो गंजेई टीवी ब्यान कले गंजेई बाबा बलिया कथा आपण मान सब जानी किंतु गुटुका बंद कर गुटुका चली गंजेई भी चली प्रशासन तेणु आम कौन सरकार को मद्य आ मादक गोटे कथा छाड़देवी मद्य मादक गोटे रोग लगे दरकार अंकुश रहा दरकार एवं जो सरकार आसिले प्रथम दिन जो दिन से मुख्यमंत्री भाव शपथ देते परदिन ही मुझे फोन रे जोगाजोग कली एवं से कथा करी मद्य मादक आपण गोटे अंकुश सृष्टि कर आउ द्वितीय कथाटी हूँ गच्छ आ तृतीय कथा जो गणतंत्र ये कथा आपन कह सी खाली कहली नहीं पुणी पाखु चिठी भी नहीं प्रत्येक माने विरोधी दल ये दल विरोधी दल गोटे शब्द किंतु विरोधी दल सब प्रस्तावक दल हवा खाली जो कथा सरकार करेंगे विरोध करेंगे से गणतंत्र विरोधी दल ये तो नवीन बाबू विरोधी दल को आसिले से कौन प्रस्ताव देवे कि विरोध करेंगे समय पड़े ये वर्ष भारत वर्षर प्राय सबू प्रदेश ओडिशार 30 जिले आम तीनोटी कथा उपरे जनसाधारण मानक निवेदन रखू आ प्रस्ताव रखू आपण मानक माध्यम रखी प्रथमटी हूँ वर्तमान जंगल गुड़िक नष्ट हो जाए प्राकृतिक जंगल आंचलिक अधिवासी मान जदि आंचलिक युवशक्ति मान यदि यह गुरुत्व न दियंती ताले जंगल नष्ट हो
ଏବଂ ଜଙ୍ଗଲ ସୃଷ୍ଟି ହେବ କେବଳ କାଗଜ କଲମରେ, କିନ୍ତୁ ପ୍ରକୃତରେ ବାସ୍ତବରେ ସୃଷ୍ଟି ହେବ ନାହିଁ। ତାପରେ କୃତ୍ରିମ ଜଙ୍ଗଲ ଯେତେ ସୃଷ୍ଟି କଲେ ବି ପ୍ରାକୃତିକ ଜଙ୍ଗଲର ଉପକାର କୃତ୍ରିମ ଜଙ୍ଗଲ ଦେବ ନାହିଁ। ଇଏ ହେଉଛି ଗୋଟିଏ କଥା। ଦ୍ୱିତୀୟ କଥାଟି ହେଉଛି ବର୍ଷା ଦିନେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ଯେଉଁଠି ଗଛ ଲଗେଇ ପାରିବେ ଆଉ ବଞ୍ଚେଇ ପାରିବେ, ଅନ୍ତତଃ ସର୍ବନିମ୍ନ ପଞ୍ଚମହାଭୂତର ସୁରକ୍ଷା ପାଇଁ 5ଟି ଗଛ ଲଗେଇବେ ଆଉ ବଞ୍ଚେଇବେ। ଇଏ ହେଉଛି ପ୍ରଥମ କଥା ହେଲା ପରିବେଶ। ଯେତିକି ରାସ୍ତା ଗଛ କାଟୁଛନ୍ତି ସେତିକି ଗଛ କେଉଁଠି ଲାଗିଲା ଯଦି ପ୍ରଶ୍ନ ପଚରାଯାଏ ସେ କେବଳ କାଗଜ କଲମରେ ଦେଖେଇବେ, କିନ୍ତୁ ବାସ୍ତବରେ ତାହା ନୁହେଁ। ତାପରେ ଗଣତନ୍ତ୍ରର ସବୁଠାରୁ ରାକ୍ଷସ ହେଉଛି କୃଷି। ଯେ ଜଣେ ବ୍ଲାକ୍ ମନି ଦୁର୍ନୀତି ମୁକ୍ତ ଶାସନ ହିଁ ପ୍ରକୃତ ଗଣତନ୍ତ୍ର। ଜଣେ କଣ୍ଟ୍ରାକ୍ଟର କିଛି କାର୍ଯ୍ୟ କରୁଛି, ଜଣେ ଚାକିରି କରୁଛି, ପ୍ରତ୍ୟେକ ଡିପାର୍ଟମେଣ୍ଟରେ ଗୋଟେ କୃଷି ବ୍ୟବସ୍ଥା ଅଛି। କିଏ ଏତିକି ପରସେଣ୍ଟେଜ୍ ନେବ, କିଏ ସେତିକି ପରସେଣ୍ଟ। ଏହାଦ୍ୱାରା ହେଉଛି କ'ଣ, କାମ ଦୁର୍ବଳ ହେଇଯାଉଛି। ଆପଣମାନେ ଜାଣୁଛନ୍ତି କେଉଁଠି ପୋଲ ଭାଙ୍ଗି ଯାଉଛି, କେଉଁଠି ରାସ୍ତା ଭାଙ୍ଗି ଯାଉଛି। ଏ ସବୁର ମୂଳ କାରଣ ହେଉଛି ପରସେଣ୍ଟେଜ୍ ବା ପ୍ରକୃତ ଗଣତନ୍ତ୍ର। ଏବେ ଗୋଟିଏ ପୁରୁଣା ସରକାରରେ ଯାଇଛନ୍ତି, ନୂଆ ସରକାର ଆସିଛନ୍ତି। ଆମେ ସବୁ ସରକାରକୁ, ଭାରତ ସରକାରକୁ, ସବୁ ରାଜ୍ୟର ସରକାରକୁ ଏବଂ ଆମ ରାଜ୍ୟର ବର୍ତ୍ତମାନର ସରକାରକୁ ବର୍ତ୍ତମାନ କଥା କୁହାଯାଏ। ଆଉ ଗୋଟେ କଥା ହେଉଛି ବର୍ତ୍ତମାନ ସବୁଠାରୁ ଅରକ୍ଷ ହେଉଛନ୍ତି ମଣିଷ ପାଇଁ ପକ୍କା ଘର ଦିଆହେଉ, କିନ୍ତୁ ଆଜି ଗୋଶାଳା ନାହିଁ। ଗୋଶାଳା ଅଭାବରେ ଆଜି ଗାଈ ଗୋରୁ ଗୁଡ଼ିକ ରାସ୍ତାରେ ବୁଲୁଛନ୍ତି। ଆମର କ୍ଷୀର ଖାଇବୁ, ପନିର ଦହି ଖାଇବୁ, ଇଏ ଯେତିକି ଆମର ଡିମାଣ୍ଡ, ସେ ଅନୁଯାୟୀ ଗୋପାଳନର ପ୍ରତ୍ୟେକ ଜିଲ୍ଲାରେ ଯଦି ସରକାର ବା ବିଧାୟକ ବା ଜିଲ୍ଲାପାଳ ମାନେ ଅନ୍ତତଃ ଗୋଶାଳା ଯଦି ସେମାନେ କରିବା ପାଇଁ ଉତ୍ସାହିତ କରନ୍ତି, କେଉଁଠି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଦି ମନ୍ଦିର ନ ଗଢ଼ି ଗୋଶାଳା ଗଢ଼ନ୍ତେ, ସେଥିରେ ଗାଈ ରହିବେ, ବଳଦ ରହିବେ, ଷଣ୍ଢ ବି ରହିବେ। କାରଣ ଗୋବର ଗ୍ୟାସ୍ ଆଉ ଗୋବରର ଜାଳେଣୀ, ଗୋମୂତ୍ରରେ ଗୋ କୀଟନାଶକ ଔଷଧ, ଶିଙ୍ଗରେ ଶିଙ୍ଗ ପାନିଆ ଏସବୁ ତୈରି ପାରିବୁ, ଲାଭଜନକ ବ୍ୟବସାୟ। ତେଣୁ ଏଇ ଗୋଟେ ହେଉଛି କଥା। ତାପରେ ଧର୍ମ କହିଲେ ହିନ୍ଦୁମାନଙ୍କର କେତୋଟି ସମ୍ପ୍ରଦାୟ ଅଛି ଯେଉଁମାନଙ୍କର ସମାଧି ଅଛି। ଖ୍ରୀଷ୍ଟିଆନ ଭାଇମାନଙ୍କର ମାନେ କବର, ମୁସଲମାନ ମାନଙ୍କର କବର। ସେ କବର ଦିଅନ୍ତୁ, ଆମେ ସମାଧି ଦେଉ। କିନ୍ତୁ ସେଇ କବର ସ୍ଥାନରେ ତା ସମାଧି ସ୍ଥାନରେ ଯଦି ଗୋଟିଏ ଗଛ ସୃଷ୍ଟି କରାଯାଆନ୍ତା,
ତାହେଲେ ସୁନ୍ଦର ଜନ୍ମ ସୃଷ୍ଟି ହୁଅନ୍ତା, ପିତୃପିତାମାନେ ଶାନ୍ତିରେ ବି ସହାବସ୍ଥାନ। ଆଉ ଗୋଟିଏ ହେଉଛି ଚାଷୀମାନଙ୍କ ପାଇଁ କୋଲ୍ଡ ଷ୍ଟୋର, ସେଇଟା ଘୋର ଅଭାବ ହେଇଛି ଆମ ଓଡ଼ିଶାରେ। ମୁଁ ଓଡ଼ିଶା କଥାଟା କହୁଛି ବସିବାକୁ। ତେଣୁ ଏଇ କେତୋଟି କଥା ପାଇଁ ଆମର ବର୍ଷକଯାକ ଆମେ ପରିବେଶ, ଗଣତନ୍ତ୍ର ଆଉ ଧର୍ମ ସମ୍ପର୍କୀୟ କହିବୁ। ଆଉ ଧର୍ମ ତ କିଏ କହୁଛି ମୁଁ ହିନ୍ଦୁ, କିଏ କହୁଛି ମୁସଲମାନ, କିନ୍ତୁ ଧର୍ମ ରହୁ, କିନ୍ତୁ ଧର୍ମାନ୍ତରୀକରଣ ବନ୍ଦ।